নিবিড় বনরু মন লেখুଅଛି ବାରତା ଥରୁଟେ ପଢ଼ିବ ଶ୍ରୀରାମ ବାରେ କରିଣ କୃପା ପତି ସେବକ ମୁଁ ଦାସୀଟେ ତୁମ ଚରଣ ତଳେ ଦୂରେ ଥାଇ କରେ ପ୍ରଣାମ ଘେନ ଭକତି ବଳେ କହୁଛି ନାରୀର ଅନ୍ତରେ ଥିବା ଅକୁହା କଥା ପତି ନ ଶୁଣିଲେ ପତ୍ନୀର କିବା ହରିବ ବ୍ୟଥା କନ୍ୟା ବୟସରେ ପିତାଙ୍କ ମିଳିଥାଏ ଆଶ୍ରୟ ଯୁବତୀ କାଳରେ ପତିଙ୍କ ପାଶେ ନାହିଁ ସଂଶୟ ବୃଦ୍ଧା କାଳେ ପାଳେ ପୁତ୍ରଟି ଏହି ନାରୀ ଜୀବନ ଏତିନି ପୁରୁଷ ବିନା ଯେ ନାରୀ ଅଟଇ ନ୍ୟୁନ ଅବଳା ଦୁର୍ବଳା ବଲିଣ ନାରୀ ସଦା ବର୍ଣ୍ଣିତ ରକ୍ଷକ ସାଜଇ ନାରୀର ସଦା ପୁଣି ଭକ୍ଷକ ପୁରୁଷ ପ୍ରାଧାନ୍ୟ ଦେଶରେ ନାରୀ ହୁଏ ଅସତୀ ସତ ନାରୀ ମେଳେ ପୁରୁଷ ଥିଲେ ନ ହୁଏ ଦୋଷୀ ରକ୍ତ ମାଂସ ଧାରୀ ମାନବୀ ମୁହିଁ ମର୍ତ୍ତ୍ୟପୁରରେ କେମିତି ଜିଇଛି ଜାଣେ ନା ପତି କରିଛ ଦୂରେ ପୁରୁଷର ପରିଚୟରେ ନାରୀ ହୁଏ ଗଣିତା ଟିକିଏ ପାଦ ତ ଖସିଲେ ପୁଣି ହୁଏ ଗଣିକା ନାରୀ ଓ ପୁରୁଷ ସମାଜେ ଏକ ନଈର ତୁଠ ଜଣକ ବିନା କି ଜଣେକେ ହୋଇପାରିଛି ଶ୍ରେଷ୍ଠ ପିତୃକୂଳେ ନାରୀ ଜନମୀ ଜୀବ ପତିର କୂଳ ଦୁହିତା ବলাই ଗଢ଼ିବ ମନ କରିଣ ମେଳ ପ୍ରଜାନୁରଞ୍ଜକ ରାଜା ହେ କୌଶଲ୍ୟାନନ୍ଦନ ସମାଜର ନିନ୍ଦା ଡରିଣ କିବା କଲ ବର୍ଜନ ବିବାହିତା ନାରୀ ସଭେନା ପିତୃକୂଳରେ ରହି ଘର ବନେ ଦେଲ ଆଶ୍ରୟ କିବା ଏହା ବିଚାରି ପୁରୁଷ ଦ୍ୱିତୀୟ ବିବାହ କଲେ ପାଏ ସମାନ ନାରୀ କଲେ ସେହି କରମ ପାଏ କଳଙ୍କ ଚିହ୍ନ ନିଶାର୍ଦ୍ଧେ ପୁରୁଷ ଭ୍ରମିବ ଏକା ନିର୍ଜନ ପଥେ ସାୟଂକାଳେ ନାରୀ ଭ୍ରମିଲେ ନିନ୍ଦା ପାଏ ମୋରତେ କାହିଁକି ଏମିତି ବିଚାର କୁହ ଯଧ୍ୟାନରେ ନାରୀ ପ୍ରତି କିଆ ସମାଜେ ତୁଟି ଯାଏ ବିଶ୍ୱାସ ভগিনী জননী যায় আসে নারী তিনি
ତଥାପି ପୁରୁଷ ନାରୀକୁ କରେ ଏତେ ବିଦ୍ରୂପ। କହିଦିଅ କାନ୍ତ ଥରୁଟେ ଧର୍ମ ହେ ଦଣ୍ଡଧାରୀ। ନଈରି ପରା ନାରୀ ଯେ କିଏ ତାର ବୈରୀ। ଧରିବନି ଦଶା ଦଶମ ରଘୁକୁଳ ତିଳକ। ତୁମ ଚରଣରେ ଥାଉ ମୋ ସଦା ନତ ମସ୍ତକ। ହେ ପଣ୍ଡିତଗଣ, ସାଦର ପ୍ରଣାମ। ପୁରୁଷ ପ୍ରାଧାନ୍ୟ ଦେଶରେ ନାରୀକୁ ଯେଉଁ ନ୍ୟୁନ ମାନ୍ୟତା ଆଜି ବି ସମାଜରେ ରହିଛି, ତାହାକୁ ଲକ୍ଷ୍ୟ କରି ମୁଁ ଏ କବିତାଟି ରଚନା କରିଛି। ଦଶାଦଶ ମାର୍ଜନ କରିବା ହେବେ।